अनाथ पिलामानंक निकटरे जन्मदिवस पालन कले शंभु भाई। निज जन्मदिवस को नियारा ढंगरे पालन करिसेंती समाजसेवी शंभु शेखर मिश्र। ब्रह्मपुर तथा ब्रह्मपुर जनाशुना समाजसेवी शंभु भाई निज जन्मदिवस उपलक्षे एक अनाथ आश्रम रे किछि अनाथ पिलामानंकु नै निजर जन्मदिवस को पालन करिसेंती। छोट छोट पिलामानंक गहनरे केक काटिबा सह सेमानंक निमंते किछि खाइबा पई मध्य आयोजन करथिले। से एही समाज सेवा करबा कथा निज जेजे बापा एवं बापांक अनुसरण रे करथिबा से कहिसंती। एपरि कार्य करुथबारु बहुत लोक एवं समाज रे मध्य तांको लोके प्रशंसा करुछंती। तांकर एही जन्मदिन उपलक्षे तांकर बापा एवं तांकर किछि सांग साथी तथा सुनील कुमार गौड़, रुद्राक्ष दास, संग्राम पाणिग्राही, शुभम रेड्डी, अमिताभ पाणिग्राही, सूर्यनारायण नायक, दीपक कुमार साहू, प्रियरंजन समेत बहु मान्यगण्य व्यक्ति उपस्थित रही ଏହି କାର୍ଯ୍ୟକ୍ରମରେ ତାଙ୍କୁ ସହଯୋଗ କରିଥିବା ସହିତ କାର୍ଯ୍ୟକ୍ରମକୁ ଆଗକୁ ସୁରୁଖୁରୁରେ ପରିଚାଳନା କରିଥିଲେ। ଶମ୍ଭୁ ଭାଇ କହିବା ଅନୁସାରେ ସେ ପ୍ରତ୍ୟେକ ବର୍ଷ ଏହିପରି ଭାବେ ନିଜ ଜନ୍ମଦିବସକୁ କିଛି ଗରିବ ଲୋକଙ୍କ ନିକଟରେ ପାଳନ କରିଆସୁଥିବା ସେ କହିଛନ୍ତି। ଏହିପରି ଭାବେ ସେ ନିଜର ଜନ୍ମଦିବସକୁ ପାଳନ କରିଆସୁଥିବାରୁ ସେ ନିଜକୁ ଧନ୍ୟ ମନେ କରୁଥିବା ମଧ୍ୟ କହିଛନ୍ତି। ଏହି ଅବସରରେ ତାଙ୍କୁ ତାଙ୍କର ଜଣେ ବଡ଼ ଭାଇ କହ୍ନୈୟାଲାଲ ସାବତ ମଧ୍ୟ ବହୁତ ସାହାଯ୍ୟ କରିଛନ୍ତି ଏବଂ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେଉଥିବା ସେ ସୂଚନା ଦେଇଥିଲେ। ସମସ୍ତଙ୍କୁ ସର୍ବପ୍ରଥମେ ନମସ୍କାର। ଆଜି ସ୍ୱାଧୀନତା ଦିବସ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ଆଜିର ଏହି ଦିନରେ ମୁଁ ଜନ୍ମଗ୍ରହଣ କରିଥିବାରୁ ମୋ ବାପା ମାଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ନିଜକୁ ଧନ୍ୟ ମନେ କରୁଛି। ଆଜି ମୋର ଜନ୍ମଦିନ ଉପଲକ୍ଷେ ମୁଁ କିଛି ଛୋଟ ଛୋଟ ପିଲାମାନଙ୍କ ନିକଟରେ ମୋର ଏହି ଦିବସଟିକୁ ପାଳନ କରିଥିଲି ଏବଂ ସେମାନଙ୍କୁ କିଛି ଖାଦ୍ୟ ବଣ୍ଟନ କରିଥିଲି। ମୁଁ ଯେହେତୁ ଏକ ସମାଜସେବୀ ପରିବାରରୁ ଆସୁଅଛି, ମୋର ବାପା ମାଙ୍କ ଠାରୁ ଏହି ଶିକ୍ଷା ମୁଁ ଶିଖିଛି ଯେ ସମାଜ ସେବାରେ ନିଜକୁ ଯୋଗ କରିବା, ସମାଜ ସେବାରେ ନିଜକୁ ବିଲୀନ କରିବା। ମୋ ବାପାଙ୍କ ବିଶେଷ କରି ମୋ ବାପାଙ୍କ ପ୍ରେରଣାରେ ମୁଁ ଆଜି ଏହି ସ୍ଥାନରେ ପହଞ୍ଚି ପାରିଛି। ଯେହେତୁ ମୋ ବାପା ଜଣେ ସମାଜସେବୀ ଅଟନ୍ତି, ତତ୍ସହିତ ଜଣେ ରାଜନୀତିଜ୍ଞ ମଧ୍ୟ। ଏହି ଉପଲକ୍ଷେ ମୁଁ ମୋ ବାପାଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି, କାରଣ ସେ ତାଙ୍କର ସର୍ବସହମତି ମୋତେ ପ୍ରଦାନ କରିଛନ୍ତି। ମୋତେ ଏହିପରି କାର୍ଯ୍ୟ କରିବା ପାଇଁ ସେ ବହୁତ ଆଗକୁ ଆଣିଛନ୍ତି। ଧନ୍ୟବାଦ। ବ୍ୟୁରୋ ରିପୋର୍ଟ, ନାଉ ଓଡ଼ିଶା। लेटेस्ट न्यूज अपडेट पाई www.naoodisha.com को लॉगिन करंतु।